ଦେଖନ୍ତୁ ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ବେହେରା, ଗ୍ରାମ ଶାବଳଭଙ୍ଗା। ଆଜି 2024 ଜାନୁଆରୀ 14 ତାରିଖ ମାଘ ମାସ ବୁଧବାର ଏବଂ ଏହି ମକର ମେଳାରେ ଆଜି କେଉଁ ଆହ୍ୱାନ କାଳରୁ ବହୁତ ଦିନରୁ ଏ ମକର ମେଳା ବହୁତ ଶାନ୍ତି ଶୃଙ୍ଖଳାରେ ଚାଲୁଛି। ଆଜି ଏଠି କାଲିଠାରୁ ଅଧିବାସ ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳ 12ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଅହରାତ୍ରି ନାମଯଜ୍ଞ ଅଷ୍ଟପ୍ରହରୀ ଚାଲୁଅଛି ଏବଂ ହଜାର ହଜାର ଭକ୍ତଗଣ ଆସି ଏଠି ସମାବେଶ ହୋଇ ମାନେ ଯାତ୍ରାକୁ ସାଫଲ୍ୟମଣ୍ଡିତ କରୁଛନ୍ତି। ଏବଂ ମୋର କହିବାର କଥା, ବର୍ତ୍ତମାନ ଏ ମଧ୍ୟାହ୍ନ ସମୟରେ କିଛି ସଂଖ୍ୟାରେ ଲୋକ କମିଯାଇଛନ୍ତି। ସନ୍ଧ୍ୟା 5 ଘଣ୍ଟିକାରୁ ରାତ୍ରି 12 ଘଣ୍ଟିକା ପର୍ଯ୍ୟନ୍ତ ବହୁତ ଭିଡ଼ ହେଉଛି। ଏ ଯାତ୍ରା ଉପଲକ୍ଷେ ସମସ୍ତ ଦର୍ଶକ ବୃନ୍ଦ ଏବଂ ଜନସାଧାରଣଙ୍କୁ ଆହ୍ୱାନ କରନ୍ତୁ, ଶାବଳଭଙ୍ଗା ଗ୍ରାମରେ ଆସି ଉପସ୍ଥିତ ରହି ଏ ମକର ମେଳାକୁ ସବୁଦିନ ଉପସ୍ଥିତ କରନ୍ତୁ। ଏବଂ ମୁଁ ଏଥିସହିତ କହିବାକୁ ଚାହୁଁଛି, ଆଜି ଆମର ବଳରାମ ଭାଇ ଆମର ଯିଏକି ବଅଁରପାଳ ବ୍ଲକର ଉତ୍କଳ ଗୋପାଳ ସମାଜର ଆସିକିନି ସେ ବଅଁରପାଳ ଉତ୍କଳ ସମାଜର ସମ୍ପାଦକ ଅଟନ୍ତି ଏବଂ ତାଙ୍କୁ ମୁଁ ବି କହିଥିଲି ବିନମ୍ରତାର ସହ ସେ ଆସିକିନି ଆମ ଗହଣରେ ଅଛନ୍ତି ଏବଂ ଆମ ଉତ୍କଳ ଗୋପାଳ ସମାଜ ତରଫରୁ ସେ କିଛି ଆପଣଙ୍କୁ ଏ ବିଷୟରେ ବକ୍ତୃତା ଦେବେ। ମୁଁ ବଳରାମ ବେହେରା, ଉତ୍କଳ ଗୋପାଳ ସମାଜର ସଂଗଠକ ସମ୍ପାଦକ, ବଅଁରପାଳ ବ୍ଲକର। ମକର ମେଳା ଏଠି ମୁଁ ଆଗରୁ ଶୁଣିଥିଲି, ଏଠି ଉପସ୍ଥିତ ନଥିଲି। ଆଜି ଆମର ଗୋପାଳ ଭାଇ, ଜିଲ୍ଲା ଉପଦେଷ୍ଟା, ଯୁବ ସାମ୍ବାଦିକ ମହୋଦୟ ଆମର ସୁମନ୍ତ ଭାଇ ଆଉ ଆମ ଗାଁ ବସନ୍ତ ଭାଇ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଏଠି ଯେଉଁ ପ୍ରକାର ବ୍ୟବସ୍ଥା ମୁଁ ଦେଖିଲି, ନାମ ଯଜ୍ଞ ଧ୍ୱନିରେ ଚାଲିଛି। ମୋତେ ତ ଭାଇ କହିଲେ କି ବହୁତ ଦିନରୁ ଇଏ ଚାଲି ଆସିଛି ଆବାହନ କାଳରୁ। ଆମେ ଉତ୍କଳ ଗୋପାଳ ସମାଜରୁ ଏଇଆ କହୁଛୁ ଯେ ଆହୁରି ଉତ୍ତରୋତ୍ତର ଉନ୍ନତି ହେଉ, ଏ ଅଞ୍ଚଳରେ ବିଖ୍ୟାତ ହେଉ, ଏ ଅନୁଗୁଳ ଜିଲ୍ଲାରେ ଗୋଟିଏ ନାମ ସୃଷ୍ଟି କରୁ ଶାବଳଭଙ୍ଗା ଗାଁ। ଏଇ ଶାବଳଭଙ୍ଗା ଗାଁର ନାଁ ରହୁ ମକର ମେଳା ହିସାବରେ, ତେଣୁ ଆଗକୁ ବଢ଼ନ୍ତୁ। ଆଜି ଆମ ଶାବଳଭଙ୍ଗାର ମକର ମେଳା ଉତ୍ସବ ଅନୁଷ୍ଠିତ ହୋଇଅଛି ଶାବଳଭଙ୍ଗା ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ। ମୁଁ ହେଉଛି ମକର ମେଳାର ସେକ୍ରେଟାରୀ। ମୋର ନାଁ ଅଶୋକ କୁମାର ସାହୁ ଏବଂ ଦୀର୍ଘ ବହୁତ ଦିନ ହେଲାଣି ଏ ମକର ମେଳା ହେଇ ଆସୁଅଛି। ଏଥିରେ ବହୁତ ଆଗରୁ ବହୁତ ଜାଗାରେ ହେଇ ଆସୁଛି, କିନ୍ତୁ ଆମ এই ମକର ମେଳାରେ ବହୁତ ଲୋକ ବି ଆଜି ପର୍ଯ୍ୟନ୍ତ ଲାଗି ରହିଛନ୍ତି। ମେଳା ଷ୍ଟାର୍ଟ ହେଇଗଲାଣି, ବହୁତ ଲୋକ ଆସି ସାରିଲେଣି। ପ୍ରସାଦ ବନା ଚାଲିଛି। ଆଉ ଅଳ୍ପ ସମୟ ପରେ 10ଟା ସୁଦ୍ଧା ଭିତରେ ସବୁ ପ୍ରସାଦ ପାଇବେ। ଆପଣମାନଙ୍କୁ ନିମନ୍ତ୍ରଣ ରହିଲା, ଆସି ଏ ମକର ମେଳାରେ ଯୋଗଦାନ କରି ପ୍ରସାଦ ସେବନ କରିବା ହେବେ। ଏତିକି।